ସମସ୍ତଙ୍କୁ ଏଡିଏସ୍ ନଲେଜ୍ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ଆଜି 28/5/2026 ସିବିଟି ମୋଡ଼ରେ ହୋଇଥିବା OSSSCର ଆର୍ଆଇ, ଏଆର୍ଆଇ, ଅମିନ୍, ଏସ୍ଏଫ୍ଏସ୍, ଆଇସିଡିଏସ୍ର ଥାର୍ଡ଼ ସିଫ୍ଟର କ୍ୱେଶ୍ଚନ୍ ଆନ୍ସରକୁ ଆମେ ଆନାଲିସିସ୍ କରିବା। ଆନାଲିସିସ୍ କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ, କାହିଁକିନା ମୁଁ ପ୍ରତ୍ୟେକ ଦିନ ଏଇ ଟାଇପ୍ର ସିଫ୍ଟ ୱାଇଜ୍ କ୍ୱେଶ୍ଚନ୍କୁ ଆନାଲିସିସ୍ କରିଥାଏ ଆଉ ଆପଣମାନଙ୍କ ପାଇଁ କମ୍ପ୍ଲିଟ୍ ନୋଟ୍ସଟିଏ ପ୍ରୋଭାଇଡ଼୍ କରିଥାଏ। ତେଣୁକରି କିଛି ଅସୁବିଧା ହେବ ନାହିଁ ପିଲାମାନେ, ଡରିବାର କିଛି ନାହିଁ। ଚାଲନ୍ତୁ ବିଳମ୍ବ ନ କରି ଆରମ୍ଭ କରିବା। ଓକେ, ଆସନ୍ତୁ ଆପଣମାନଙ୍କ ପାଇଁ ନମ୍ବର 1 ପ୍ରଶ୍ନ କ'ଣ କହୁଛି ନା, ହ୍ୱେନ୍ ୱାଜ୍ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଫାଉଣ୍ଡେଡ୍ ଇନ୍ ଓଡ଼ିଶା। ତାମାନେ ଆମ ଓଡ଼ିଶାର ରାଉରକେଲା ଗୋଟେ ସହର ଅଛି, ଜାଣିଛନ୍ତି ଆପଣମାନେ, ସୁନ୍ଦରଗଡ଼ ଜିଲ୍ଲାରେ ଅଛି ହେଲା। ତାହେଲେ ସେଇ ରାଉରକେଲାରେ ଗୋଟେ ଷ୍ଟିଲ୍ ପ୍ଲାଣ୍ଟ ରହିଛି, ତାକୁ କ'ଣ କୁହାଯାଏ ନା ଆର୍ଏସ୍ପି ମଧ୍ୟ କହିଥାନ୍ତି ବା ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ କହିଥାନ୍ତି ହେଲା। ତାକୁ ଷ୍ଟିଲ୍ ସିଟି ମଧ୍ୟ କହିଥାନ୍ତି ଓଡ଼ିଶାରେ। ତାହେଲେ ସେଇ ଯେଉଁ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟଟିଏ କେବେ ସ୍ଥାପନା କରାଯାଇଥିଲା, ୟାକୁ ଆପଣମାନଙ୍କର ପରୀକ୍ଷାରେ ପଡ଼ିଥିଲା। ତେଣୁ ଏହାର ସଠିକ୍ ଉତ୍ତର ହୋଇଯିବ 3 ଫେବୃଆରୀ 1959 ମସିହାରେ। ତେଣୁକରି ମସିହା ପଚାରିଥିଲା ପିଲାମାନେ, ଡେଟ୍ ପଚାରି ନାହିଁ, ତଥାପି ମୁଁ କହି ରଖୁଛି, ଆପଣମାନେ ଜାଣି ରଖନ୍ତୁ 3 ଫେବୃଆରୀ 1959 ମସିହାରେ ଏହାକୁ ସ୍ଥାପନା କରାଯାଇଥିଲା ହେଲା। 1953 ମସିହାରେ ପ୍ଲାନିଂ କରାଯାଇଥିଲା କାହା ଦ୍ୱାରା ନା ଜବାହରଲାଲ ନେହେରୁଙ୍କ ଦ୍ୱାରା, ଆଉ ସେ ହିଁ ଏହାକୁ କ'ଣ କରିଥିଲେ ନା ଉଦ୍ଘାଟନ କରିଥିଲେ। ମନେ ରହିଲା। ବର୍ତ୍ତମାନ এই ଯେଉଁ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ এইটা କିଏ ଅପରେଟ୍ କରୁଛି, ଏହାର ସଠିକ୍ ଉତ୍ତର ହୋଇଯିବ ସେଲ୍। ସେଲ୍ ମାନେ ହେଉଛି ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍, ଗୋଟେ ଆମର ଇଣ୍ଡିଆର PSU, ଯେଉଁଟାକି ଆମର ମିନିଷ୍ଟ୍ରି ଅଫ୍ ଷ୍ଟିଲ୍ ଅଣ୍ଡରରେ ରହିଥାଏ ପିଲାମାନେ, ତା ଦ୍ୱାରା ଇଏ ଅପରେଟ୍ ହୋଇଥାଏ। ବୁଝିହେଲା। ଆଉ ଏହାର ଡାଇରେକ୍ଟର ହେଉଛନ୍ତି ଆଲୋକ ବର୍ମା, ୟାକୁ ମଧ୍ୟ ମନେ ରଖିବେ। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟଟିଏ ସେକେଣ୍ଡ 5 ଇୟର୍ ପ୍ଲାନ୍ ଅନୁସାରେ ସ୍ଥାପନା କରାଯାଇଥିଲା। ଆଉ ୟାକୁ ସ୍ଥାପନା କରିବା ସମୟରେ କାହା କୋଲାବୋରେସନ୍ରେ କରାଯାଇଥିଲା, এইটা ମଧ୍ୟ ବାରମ୍ବାର ପରୀକ୍ଷାରେ ଆସେ, ମନେ ରଖିବେ। ଏହା ୱେଷ୍ଟ ଜର୍ମାନ କୋଲାବୋରେସନ୍ରେ କ'ଣ କରାଯାଇଥିଲା, ସ୍ଥାପନା କରାଯାଇଥିଲା। ସେମିତିକା ଆପଣମାନେ ନିଶ୍ଚୟ ପଢ଼ିକିରି ଯିବେ। ମୁଁ ଯେଉଁ ଯେଉଁଗୁଡ଼ା କହୁଛି ଖାଲି ମନ ଦେଇକି ଶୁଣନ୍ତୁ ଆଉ ୟାକୁ ନୋଟ୍ କରନ୍ତୁ, ଦେଖିବେ ନୋ ଡାଉଟ୍ ଆପଣମାନଙ୍କର ଜିକେ ସେକ୍ସନ୍ରେ କନଫିଡେନ୍ସ ଲେଭେଲ୍ ବଢ଼ିଯିବ ହେଲା। ଦେଖନ୍ତୁ, ଆମର ୱେଷ୍ଟ ବେଙ୍ଗଲର ଦୁର୍ଗାପୁର ଠାରେ ଗୋଟେ ଷ୍ଟିଲ୍ ପ୍ଲାଣ୍ଟ ରହିଛି, ସେଇଟା ଆମର ୟୁକେ କୋଲାବୋରେସନ୍ ରହିଛି ପିଲାମାନେ। କାହା କୋଲାବୋରେସନ୍ରେ? ୟୁକେ। ସେମିତିକା ଆମର ବୋକାରୋ ଷ୍ଟିଲ୍ ପ୍ଲାଣ୍ଟ ଅଛି ଝାଡ଼ଖଣ୍ଡର, ଭିଲାଇ ଷ୍ଟିଲ୍ ପ୍ଲାଣ୍ଟ ରହିଛି ହେଲା, ଭିଲାଇ ଛତିଶଗଡ଼, ଏଗୁଡ଼ା ହେଉଛି ରୁଷିଆ କୋଲାବୋରେସନ୍ରେ ହେଇଛି ପିଲାମାନେ, USSR। ସେମିତିକା ଯେଉଁ ଭାଇଜାକ୍ ଷ୍ଟିଲ୍ ପ୍ଲାଣ୍ଟ ରହିଛି, ସେଇଟା ମଧ୍ୟ ଆପଣମାନଙ୍କର ଜର୍ମାନ ଆଉ ରୁଷିଆ କୋଲାବୋରେସନ୍ର ସ୍ଥାପନା କରାଯାଇଥିଲା। ବୁଝିହେଲା। ତେଣୁକରି ଏଇସବୁ ଭାଇଜାକ୍ ଷ୍ଟିଲ୍ ପ୍ଲାଣ୍ଟ ହେଲା, ଦୁର୍ଗାପୁର ଷ୍ଟିଲ୍ ପ୍ଲାଣ୍ଟ ହେଲା, ବୋକାରୋ ଷ୍ଟିଲ୍ ପ୍ଲାଣ୍ଟ ହେଲା, ଭିଲାଇ ଷ୍ଟିଲ୍ ପ୍ଲାଣ୍ଟ ହେଲା, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ହେଲା, ଏଗୁଡ଼ାକୁ ନିଶ୍ଚୟ ଆପଣମାନେ ଗୁଗୁଲରେ ଟିକେ ସର୍ଚ୍ଚ କରିନେବେ। ଆପଣମାନେ ଟିକେ ଅଧିକା ପଢ଼ି ନେବେ, ଯଦି ମନ ମାନେ ନାହିଁ, ମନ ବୁଝେ ନାହିଁ, ବୁଝିହେଲା। এই ରିଲେଟେଡ଼ର ପ୍ରଶ୍ନ ନିଶ୍ଚୟ ଦେଖିବେ, ଆଗାମୀ ସିଫ୍ଟରେ ପାଇବେ। ଓକେ, ଚାଲନ୍ତୁ ଏବେ ଆମେ ଦେଖିବା ନମ୍ବର 2 କ'ଣ କହୁଛି ନା, ହ୍ୱାଟ୍ ଇଜ୍ କଲ୍ଡ ଏନ୍ ଆଟମିକ୍ ମାସ୍ ୟୁନିଟ୍। AMU ମାନେ ହେଉଛି ଆଟମିକ୍ ମାସ୍ ୟୁନିଟ୍, ବହୁତ ଇମ୍ପୋର୍ଟାଣ୍ଟ ଆପଣମାନଙ୍କର ସାଇନ୍ସର ପ୍ରଶ୍ନଟିଏ ପିଲାମାନେ। AMU ଇଜ୍ ଏ ୟୁନିଟ୍ ଅଫ୍ ମାସ୍ ୟୁଜ୍ ଟୁ ଡେସ୍କ୍ରାଇବ୍ ମ୍ୟାଟର୍ ଏଟ୍ ଦ ଆଟମିକ୍ ସ୍କେଲ୍। ତାମାନେ ଆମର ଆଟମିକ୍ ମାସ୍ ହେଉଛି ଗୋଟେ ୟୁନିଟ୍ ଅଫ୍ ମାସ୍, ମାନେ ଗୋଟେ ବସ୍ତୁତ୍ୱ ଯେଉଁଟାକି କାହା ଉପରେ ଡେସ୍କ୍ରାଇବ୍ କରେ ନା ଗୋଟେ ମ୍ୟାଟର୍ ଉପରେ ଡେସ୍କ୍ରାଇବ୍ କରେ। କେମିତିକା ଗୋଟେ ମ୍ୟାଟର୍ ଉପରେ ଡେସ୍କ୍ରାଇବ୍ କରିବ ନା ତାକୁ ଆଟମିକ୍ ସ୍କେଲ୍ରେ। ବୁଝିହେଲା। ଆଉ ଏକ୍ସଟ୍ରା ଫ୍ୟାକ୍ଟ ଜାଣି ରଖନ୍ତୁ, 1 AMU ଇଜ୍ ଇକ୍ୱାଲ୍ ଟୁ କେତେ ନା 1/12 ଦ ମାସ୍ ଅଫ୍ ଏନ୍ ଇଣ୍ଡିଭିଜୁଆଲ୍ କାର୍ବନ୍ 12, ମାନେ କାର୍ବନର ଯେଉଁ 12 ରହିଛି ତାର 1/12 ପାର୍ଟ ରହିବ କ'ଣ, 1 AMU। ବୁଝିହେଲା। ସେହିପରିକା ଦେଖିବା ନମ୍ବର 3 କ'ଣ କହୁଛି ନା, ହ୍ୱିଚ୍ ପ୍ଲାଟ୍ୟୁ ଇଜ୍ ନୋନ୍ ଏଜ୍ ଦ ରୁଫ୍ ଅଫ୍ ଦ ୱାର୍ଲଡ଼। ବହୁତ ଥର ପରୀକ୍ଷାରେ ଆସେ ପିଲାମାନେ, ରୁଫ୍ ଅଫ୍ ଦ ୱାର୍ଲଡ଼, କେବଳ ଏତିକି କହିବ ହେଲା। ତାହେଲେ ୱାର୍ଲଡ଼ର ରୁଫ୍ କାହାକୁ କୁହାଯାଏ ନା ତିବେତାନ୍ ପ୍ଲେଟୁକୁ। ଯଦି ତିବେତାନ୍ ପ୍ଲେଟୁ ଆପଣମାନଙ୍କର ଅପସନ୍ରେ ନଥିବ ତାହେଲେ ତାକୁ ପେମିର୍ ମଧ୍ୟ କୁହାଯାଏ ହେଲା। ରୁଫ୍ ଅଫ୍ ଦ ୱାର୍ଲଡ଼ କ'ଣ ନା ପେମିର୍। ପେମିର୍ କିଛି ନାହିଁ ପିଲାମାନେ, ଢେର ସାରା ମାଉଣ୍ଟେନ୍ସ ରହିଛି, ଯେମିତିକି ଆପଣମାନଙ୍କର ହିନ୍ଦୁକୁଶ ମାଉଣ୍ଟେନ୍ ହେଲା, ତା ସହିତ ହିମାଲୟାନ୍ର କିଛି ମାଉଣ୍ଟେନ୍ସ ହେଲା। ସେଣ୍ଟ୍ରାଲ୍ ଏସିଆରେ ଆଉ ଆମର ସାଉଥ୍ ଏସିଆରେ ଏଇସବୁ ପାହାଡ଼ ଦେଖିବା ପାଇଁ ପାଇବା। ତେଣୁକରି ଏହି ପାହାଡ଼ ଗୁଡ଼ିକ କାହିଁକି ଆମର ରୁଫ୍ ଅଫ୍ ଦ ୱାର୍ଲଡ଼ କୁହାଯାଏ, ୟାକୁ ମଧ୍ୟ ମନେ ରଖିବେ, କାହିଁକିନା ଏଇଟା ହାଇ ଆଲ୍ଟିଟ୍ୟୁଡ଼ରେ ରହିଛି ହେଲା। ତେଣୁକରି ଏଇସବୁ ପାହାଡ଼ ଗୁଡ଼ାକୁ କ'ଣ କୁହାଯାଏ ନା ପେମିର୍ ମାଉଣ୍ଟେନ୍ ମଧ୍ୟ କୁହାଯାଏ। କ'ଣ କୁହାଯାଏ ପିଲାମାନେ? ପେମିର୍ ମାଉଣ୍ଟେନ୍ ହେଲା। ତେଣୁକରି ରୁଫ୍ ଅଫ୍ ଦ ୱାର୍ଲଡ଼ କହିଲେ ପେମିର୍କୁ ମଧ୍ୟ ଆମେ ବୁଝିଥାଉ ହେଲା। ଆଉ ଏଇ ପେମିର୍ ମାଉଣ୍ଟେନ୍ସର ଯଦି
ପିକ୍ ପଚାରେ କ'ଣ, ତାହେଲେ ୟାର ପିକ୍ର ନାଁ ହେଇଯିବ କଙ୍ଗୁର ତାଗ। ମନେ ରହିଲା? ତାହେଲେ କଙ୍ଗୁର ତାଗ ହେଉଛି ପେମିର ମାଉଣ୍ଟେନ୍ସର ପିକ୍। ୟାକୁ ମଧ୍ୟ ମନେ ରଖିବେ, ମାଉଣ୍ଟେନ୍ ରିଲେଟେଡ଼ର ପ୍ରଶ୍ନ ଆପଣମାନଙ୍କର ଏକ୍ଜାମ୍ରେ ଆସୁଛି। ତେଣୁକରି ଇଷ୍ଟର୍ଣ୍ଣ ଘାଟ, ୱେଷ୍ଟର୍ଣ୍ଣ ଘାଟ, ଆରାବଲି ମାଉଣ୍ଟେନ୍ସ, ତା ସହିତ ଅନ୍ୟାନ୍ୟ ଯେଉଁ ମାଉଣ୍ଟେନ୍ସ ଗୁଡ଼ା ରହିଛି ତାର ପିକ୍ ଗୁଡ଼ା ରହିଛି ତାକୁ ମଧ୍ୟ ପଢ଼ିକିରି ଏକ୍ଜାମ୍ ହଲ୍କୁ ଯିବେ ହେଲା। ନେକ୍ସଟ ଦେଖିବା ପିଲାମାନେ ନମ୍ବର 4, ହାଉ ମେନି ଡେଲିଗେଟ୍ସ attended the first session of INC ମାନେ ଇଣ୍ଡିଆନ୍ ନ୍ୟାସନାଲ୍ ଅଫ୍ କଂଗ୍ରେସ। ପିଲାମାନେ ଏଇ ପ୍ରଶ୍ନଟି ମୁଁ ପ୍ରଥମ ଦିନ କି ସେକେଣ୍ଡ ଦିନ ଆନାଲିସିସ୍ କରିଥିଲି। ତାର ଏକ୍ସଟ୍ରା ଫ୍ୟାକ୍ଟ ଦେଖନ୍ତୁ, ଏଇ ପ୍ରଶ୍ନଟି ଆସିଛି କ'ଣ କହୁଛି ନା ଇଣ୍ଡିଆନ୍ ନ୍ୟାସନାଲ୍ ଅଫ୍ କଂଗ୍ରେସ ତାର ଯେଉଁ ପ୍ରଥମ ଯେଉଁ ସେସନ୍ ହେଇଥିଲା ସେଇଥିରେ କେତେଜଣ ଡେଲିଗେଟ୍ସ ଥିଲେ, ମାନେ କେତେଜଣ ମେମ୍ବର ଥିଲେ ସେଇଥିରେ। ତାହେଲେ ମନେ ରଖନ୍ତୁ, ପ୍ରଥମେ A.O. ହ୍ୟୁମ୍ ମାନେ ଆଲାନ୍ ଅକ୍ଟାଭିଆନ୍ ହ୍ୟୁମ୍ ତାଙ୍କ ଦ୍ୱାରା କ'ଣ ହେଇଥିଲା ନା 1885 ମସିହାରେ ଇଣ୍ଡିଆନ୍ ନ୍ୟାସନାଲ୍ ଅଫ୍ କଂଗ୍ରେସ ସ୍ଥାପନା କରାଯାଇଥିଲା। ସେ ଜଣେ ବ୍ରିଟିଶର ଥିଲେ, ତାମାନେ ବ୍ରିଟିଶରଙ୍କ ଦ୍ୱାରା କଂଗ୍ରେସ ପାର୍ଟି ଯେଉଁ ବର୍ତ୍ତମାନ ଅଛି ସେ ସ୍ଥାପନା ହେଇଥିଲା। ବୁଝିହେଲା? ତାର ପ୍ରଥମ ସେସନ୍ ହେଇଥିଲା 28 ଡିସେମ୍ବର 1885 ମସିହାରେ ହେଲା। 1885 ମସିହା 28 ଡିସେମ୍ବର ହୋଇଥିଲା। କେଉଁଠି ହେଇଥିଲା ନା ବମ୍ବେର ସେତେବେଳକୁ ଗୋଟେ ସଂସ୍କୃତ କଲେଜ ଥିଲା, ଗୋକୁଲ ଦାସ ତେଜପାଲ ସଂସ୍କୃତ କଲେଜ, ସେଇଥିରେ ହେଇଥିଲା। ସେଇଥିରେ 72 ଜଣ ଡେଲିଗେଟ୍ସ ଥିଲେ। ପିଲାମାନେ କେତେ ଜଣ ଥିଲେ? 72 ଜଣ ଡେଲିଗେଟ୍ସ ଥିଲେ। ଆଉ ସେ ଡେଲିଗେଟ୍ସ ଭିତରୁ ପ୍ରେସିଡେନ୍ସି କିଏ ନେଇଥିଲେ ନା ଉମେଶ ଚନ୍ଦ୍ର ବାନାର୍ଜୀ, ତାକୁ ମଧ୍ୟ ମୁଁ ଆଲୋଚନା କରିଥିଲି। ତେଣୁକରି ପୂର୍ବ ସିଫ୍ଟର ଭିଡ଼ିଓ ଗୁଡ଼ା ଆପଣମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ, ସେଗୁଡ଼ାକୁ ନିଶ୍ଚୟ ଯାଇକରି ପ୍ଲେଲିଷ୍ଟରୁ ଦେଖିନେବେ। ବୁଝିହେଲା? 72 ଜଣ ଡେଲିଗେଟ୍ସ ଥିଲେ। ସେଇ 72 ଜଣ ଡେଲିଗେଟ୍ସ ଭିତରୁ 39 ଜଣ ଲୟର ଥିଲେ। ତେଣୁକରି ମୁଁ ଏକ୍ସଟ୍ରା ଫ୍ୟାକ୍ଟ ସହିତ ଡିଟେଲ୍ ଆଲୋଚନା କରିଦେଉଛି, ୟାକୁ ନୋଟ୍ କରନ୍ତୁ, ପ୍ରାକ୍ଟିସ୍ କରନ୍ତୁ, ଆଉ ଏକ୍ଜାମ୍ ହଲ୍କୁ ଆସନ୍ତୁ। ବୁଝିହେଲା ପିଲାମାନେ? ନେକ୍ସଟ ଆସନ୍ତୁ ନମ୍ବର 5, କ'ଣ କହୁଛି? ଦ ହ୍ୟୁମାନ୍ ଡେଭଲପମେଣ୍ଟ ଇଣ୍ଡେକ୍ସ HDI ଇଜ୍ ପବ୍ଲିଶ୍ଡ ବାଇ ଦ ଡ୍ୟାସ୍। ହ୍ୟୁମାନ୍ ଡେଭଲପମେଣ୍ଟ ଇଣ୍ଡେକ୍ସକୁ କିଏ ପବ୍ଲିଶ କରିଥାଏ ନା ୟୁନାଇଟେଡ୍ ନେସନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମ। ଏଇଟା ମୁଁ ପୂର୍ବରୁ ମଧ୍ୟ ଆନାଲିସିସ୍ କରିଥିଲି, ୟା ପରେ ମଧ୍ୟ ମୁଁ ଆଉ ଡିଟେଲ୍ ଆନାଲିସିସ୍ କରିବି, ଆପଣମାନେ ସେତିକି ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତୁ ହେଲା। ନେକ୍ସଟ ଦେଖିବା ନମ୍ବର 6, ହ୍ୱାଟ୍ ଟାଇପ୍ ଅଫ୍ ରକ୍ସ ମେନଲି କମ୍ପୋଜ୍ ଦ ପେନିନସୁଲାର ପ୍ଲେଟ୍ୟୁ ଅଫ୍ ଇଣ୍ଡିଆ। ମାନେ ଇଣ୍ଡିଆର ଯେଉଁ ପେନିନସୁଲାର ପ୍ଲେଟ୍ୟୁ ରହିଛି ସେଥିରେ କେଉଁ ପ୍ରକାରର ପଥର ବା ରକ୍ ସବୁ ଦେଖାଯାଉଛି ବା କେଉଁ ପ୍ରକାରର ପଥରରେ ସେ ସୃଷ୍ଟି ହେଇଛି ବୋଲିକିରି ସେ ପଚାରିଥିଲା। ତେଣୁକରି ସେଇଥିରେ ଓଲ୍ଡ କ୍ରିଷ୍ଟାଲାଇନ୍ ରକ୍ସ ଦେଖିବାକୁ ମିଳିଥାଏ, ଇଗ୍ନିୟସ୍ ରକ୍ସ ଦେଖିବାକୁ ମିଳିଥାଏ, ମେଟାମର୍ଫିକ୍ ରକ୍ ମଧ୍ୟ ଦେଖିବାକୁ ପାଇଥାଉ। ବୁଝିହେଲା? ତେଣୁକରି ଯେହେତୁ ପିଲାମାନେ ଅପସନ୍ ଦେଇନାହାନ୍ତି, ତେଣୁକରି ତା ବିଷୟରେ ମୁଁ ଡିଟେଲ୍ କହି ରଖୁଛି। ଦେଖନ୍ତୁ, ଆମର ଯେଉଁ ଛଟନାକୁର ପ୍ଲେଟ୍ୟୁ ରହିଛି ସେଇଟା ଗୋଟେ ପ୍ଲେଟ୍ୟୁ, ଯେଉଁ ପ୍ଲେଟ୍ୟୁରେ ଆପଣମାନଙ୍କର ମିନେରାଲ୍ସ ବି ମିଳିବ ଆଉ କୋଲ୍ ବି ମଧ୍ୟ ମିଳିଥାଏ। ତା ସହିତ ଆମର 3 ଟାଇପ୍ସ ଅଫ୍ ରକ୍ ରହିଛି, ଗୋଟେ ହେଉଛି ଇଗ୍ନିୟସ୍, ଗୋଟେ ହେଉଛି ମେଟାମର୍ଫିକ୍, ଆଉ ଗୋଟେ ହେଉଛି ସେଡିମେଣ୍ଟାରୀ। ପରୀକ୍ଷାରେ ଆସେ କ'ଣ ନା କେଉଁଗୁଡ଼ା ଇଗ୍ନିୟସ୍ ରକ୍, କେଉଁଗୁଡ଼ା ମେଟାମର୍ଫିକ୍ ରକ୍, କେଉଁଟା ସେଡିମେଣ୍ଟାରୀ ରକ୍। ବିଶେଷ କରିକିରି ବାସାଲ୍ଟ, ଗାବ୍ର ଏଗୁଡ଼ା ହେଉଛି ଇଗ୍ନିୟସ୍ ରକ୍। ସେମିତିକି ଆପଣମାନଙ୍କର ସେଡିମେଣ୍ଟାରୀରେ ହେଉଛି କୋଲ୍ ହେଉଛି, ସ୍ଲିଟ୍ ହେଉଛି। ତେଣୁକରି ସେଗୁଡ଼ାକୁ ନୋଟ୍ କରିବେ, ମନେ ରଖିବେ, ଆଉ ଏକ୍ଜାମ୍ ହଲ୍କୁ ଯିବେ ହେଲା ପିଲାମାନେ। ୟା ପରେ ଦେଖିବା ନମ୍ବର 7, ହ୍ୱିଚ୍ ମୋଗଲ ଏମ୍ପେରର ବିଲ୍ଟ ଦ ତାଜମହଲ। ତାହେଲେ କେଉଁ ମୋଗଲ ଶାସକ ତାଜମହଲକୁ ସ୍ଥାପନା କରିଥିଲେ? ପରୀକ୍ଷାରେ ଆପଣମାନଙ୍କର ଆସିଥିଲା। ତେଣୁକରି ତାଜମହଲ ଆପଣମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ହୋଇଯିବ, ତା ରିଲେଟେଡ଼ର ପ୍ରଶ୍ନକୁ ନିଶ୍ଚୟ ପଢ଼ିକିରି ଏକ୍ଜାମ୍ ହଲ୍କୁ ଯିବେ ହେଲା। ଦେଖନ୍ତୁ, ଶାହାଜାହାନ ଆପଣମାନେ ଜାଣିଛନ୍ତି ବାଦଶାହ ଯେଉଁ ବାବରଠୁ ଆରମ୍ଭ କରିକି ଆପଣମାନଙ୍କର ଔରଙ୍ଗଜେବ ପର୍ଯ୍ୟନ୍ତ ଯେଉଁ ଏମ୍ପେରର ରହିଥିଲେ, ତାପରେ କେବଳ ନାକ ମାତ୍ର ରହିଥିଲେ ହେଲା। ଏମାନେ ସବୁ ମେନ୍ ଏମ୍ପେରର ରହିଥିଲେ। ତେଣୁକରି ଶାହାଜାହାନ, ତାଙ୍କ ପରେ ତାଙ୍କର ପୁଅ ଔରଙ୍ଗଜେବ, ସେ ହେଉଛି ଲାଷ୍ଟ ମୋଗଲ ଏମ୍ପେରର। ଏହାକୁ ମଧ୍ୟ ମନେ ରଖିବେ। ପ୍ରଥମ ଥିଲା ଆପଣମାନେ ଜାଣିଛନ୍ତି ବାବର, ପ୍ରଥମ ପାନିପାତ ଯୁଦ୍ଧ ଯେଉଁ ବାବର ସହିତ ଇବ୍ରାହିମ ଲୋଧି 1526 ମସିହାରେ ହେଇଥିଲା, ସେଥିରେ ବାବର ୱିନ୍ କରିଥିଲେ। ସେହି ଦିନ ପାଖରୁ ଆମର ମୋଗଲ ଏମ୍ପେରରକୁ ବା ମୋଗଲ ସାମ୍ରାଜ୍ୟକୁ ସ୍ଥାପନା କରାଯାଇଥିଲା। ବୁଝିହେଲା? ହଉ, ସେଗୁଡ଼ା ଆମେ ପରେ କେବେ ଆଲୋଚନା କରିନେବା। ତଥାପି ଆମେ ଦେଖିନେବା ଶାହାଜାହାନ ସେ କେବେ ସ୍ଥାପନା କରିଥିଲେ ନା ଇତିହାସକାରଙ୍କର ମତ 1632ରୁ 1648 ମଧ୍ୟରେ ଆମର ତାଜମହଲକୁ ନିର୍ମାଣ କାର୍ଯ୍ୟ କରାଯାଇଥିଲା। ତା ପୂର୍ବରୁ 17 ଜୁନ୍ 1631 ମସିହାରେ ତାଙ୍କର ୱାଇଫ୍ ଯିଏ ଥିଲେ ମମତାଜ ମହଲ, ସେ 14ତମ ଛୁଆକୁ ଜନ୍ମ ଦେବା ସମୟରେ ସେ ମୃତ୍ୟୁବରଣ କରିଥିଲେ। 14ତମ ଛୁଆକୁ ଜନ୍ମ ଦେଉଥିଲେ, ସେହି ସମୟରେ ସେ ମୃତ୍ୟୁବରଣ କରିଥିଲେ। କେବେ ନା 17 ଜୁନ୍ 1631 ମସିହାରେ। ତାଙ୍କୁ କୁହାଯାଏ କି ବହୁତ ଭଲ ପାଉଥିଲେ, ତେଣୁକରି ତାଙ୍କ
ନାମରେ ଏହି ତାଜମହଲଟିଏ ସ୍ଥାପନା କରାଯାଇଥିଲା। କିନ୍ତୁ କେତେକ ଇତିହାସକାରଙ୍କର ମତ ଯେ ତାଜମହଲଟି ପୂର୍ବରୁ ଶିବ ମନ୍ଦିର ଥିଲା ବା ଯାହା ବି ହେଉ, ସେଇଟା ଇତିହାସ ଗୋଟେ ଡିବେଟେବୁଲ୍ ସବଜେକ୍ଟ, ଆମେ ସେ ଭିତରକୁ ଯିବା ନାହିଁ। କେବଳ ଆପଣ ଜାଣି ରଖନ୍ତୁ ଆମର ଏକ୍ଜାମ୍ ରିଲେଟେଡ଼୍ର କ୍ୱେଶ୍ଚନ୍ର ଆନ୍ସର୍କୁ। ଆଉ ମଧ୍ୟ କ'ଣ ଏକ୍ଜାମ୍ରେ ଆସେ ନା ତାଜମହଲର ପାଖାପାଖିରେ ଯେଉଁ ବିଲ୍ଡିଂସ୍ ରହିଲା ବା ଯେଉଁ ଗାର୍ଡ଼େନ୍ ରହିଲା ସେଗୁଡ଼ା କେବେ ତିଆରି ହୋଇଥିଲା? ମନେ ରଖିବେ ତାଜମହଲ ତିଆରିର ଠିକ୍ 5 ବର୍ଷ ପରେ ସେଇଟା ସମ୍ପୂର୍ଣ୍ଣ ହୋଇଛି। ମନେ ରହିଲା? ତେଣୁକରି ଗାର୍ଡ଼େନ୍ ଏବଂ ତା'ର ସରାଉଣ୍ଡିଂସରେ ଯେଉଁ ପ୍ୟାଲେସ୍ ଗୁଡ଼ା ରହିଲା ବା ଯେଉଁ ବିଲ୍ଡିଂସ୍ ଗୁଡ଼ା ରହିଲା ସେଗୁଡ଼ା 5 ବର୍ଷ ପରେ କମ୍ପ୍ଲିଟ୍ ହେଇଛି। ୟାକୁ ମଧ୍ୟ ମନେ ରଖିବେ ହେଲା। ନେକ୍ସଟ ଦେଖିବା ନମ୍ବର 8 କ'ଣ କହୁଛି ପିଲାମାନେ? হুইচ অর্গানাইজেশন রিলিজেস দ্য ওয়ার্ল্ড ইকোনমিক আউটলুক রিপোর্ট, মানে ওয়ার্ল্ড ইকোনমিক আউটলুক রিপোর্ট কেউ অর্গানাইজেশনটিଏ রিলিজ করিথাই? यार সঠিক উত্তর হয়ে আইএমএফ। পিলামানে আইএমএফ বিষয়ে মধ্যে মু আপনার পূর্বর কইছিলি। আইএমএফ হচ্ছে ইন্টারন্যাশনাল মনিটারি ফন্ড, যার হেডকোয়ার্টার হচ্ছে ওয়াশিংটন ডিসি यूएसए রে রয়েছে হ্যাঁ। यार মেন কোণ মোটো কোণ জানিছন্তি না? यार মেন মোটো হচ্ছে যেতে বি আমার अंडर डेभलप कंट्री अच्छी तांकु से डेभलप करवा, माने पॉवर्टी को केमितिका इराडिकेट करवा तार मुख्य उद्देश्य रोचे। तेणुक से प्रकार देश मानक सी लोन दे थाए। मन रहा हो ठीक अच्छे। एक्स्ट्रा फैक्ट जाना कौन सब पचारि पार आगामी शिफ्ट ना वर्ल्ड एनर्जी आउटलुक पचार किए रिलीज कर है। वर्ल्ड एनर्जी आउटलुक आमर रिलीज कर IAEA माने इंटरनेशनल एटॉमिक एनर्जी एजेंसी। या मन रखिए। सेमितिका कौन पचार ना ग्लोबल एनवायरनमेंट आउटलुक GEO ताकू किए रिलीज कर UNEP माने यूनाइटेड नेशंस एनवायरनमेंट प्रोग्राम सी रिलीज कर या मन रखिए। नोट करेंगे, प्रैक्टिस करेंगे। सेमितिका कौन अच्छी ना मल्टी डायमेंशनल पॉवर्टी इंडेक्स है, जेंडर इनइक्वालिटी इंडेक्स है, ह्यूमन डेवलपमेंट इंडेक्स है। एगुड़ा को किए रिलीज करता है ना यूनाइटेड नेशंस डेवलपमेंट प्रोग्राम। बुझिपारे पिला माने? तेणुक इंटरनेशनल ऑर्गेनाइजेशन तार हेडक्वार्टर ता सहित से कौ इंडेक्स को रिलीज करुच्ची बा कौ रिपोर्ट को से रिलीज करुच्ची ताकू मध्य निश्चय नोट करेंगे, मन रखिए। आउ एग्जाम हॉल को जीवे ता भितर देखिए निश्चय प्रश्नटीए पाइबे। बुझीगला? चलतु आम यही प्रकार डिटेल आलोचना करवा आ परवर्ती प्रश्न को जीवा। पिला माने PDF पाई जमा हरी देबानी। टेलीग्राम चैनल रे मु यार PDF देदेवी। सीधा सड़क कथबार्ता हेले बा एग्जाम हॉल रु आसिक आपंकर क्वेश्चन को निश्चय शेयर करूँ। तापाई हेले टेलीग्राम ग्रुप DK Sir ओडिशा तार लिंक मत डिस्क्रिप्शन बॉक्स रे रही से जॉइन करेंगे। वीडियो को लाइक करेंगे, चैनल टी को सब्सक्राइब करेंगे। आउ सेशन निश्चय भाव में भल लगी कहीं मु आपण डिटेल पूरा कंप्लीट नोट्स टे प्रोवाइड करके दूची। कहीं से कम करने को हेले आपण मानकर कौन टंका किंबा कौन समय मध्य खर्च हम ना, या जानी रखिए है। हो चलतु पिला माने परवर्ती प्रश्न को देखा। नंबर 9 इन 2025 माने 2025 ओमेन्स क्रिकेट वर्ल्ड कप कथा कहूँ पिला माने बहुत इंपोर्टेंट। तामाने आगामी सीट मानक 2025 रे जो ओमेन क्रिकेट वर्ल्ड कप तार प्रश्न आसो कहीं आसो कहीं महिला माने आम भारत पाई गर्व आ गौरव आनी देछंती। प्रथम थर पाई भारतर महिला क्रिकेटर माने वर्ल्ड कप को विन करछंती, माने मेडन वर्ल्ड कप इंडिया रो ओमेन मानक पाई। सेहितपई ये प्रश्नटी बहुत इंपोर्टेंट हो आगामी परीक्षा पाई मध्य आगामी शिफ्ट पाई मध्य है। तेणुक यार कैप्टेन किए थिला बोली पचार। तेणुक यार कैप्टेन होता हरमन। या मन रखिए, से बहुत भल बैट्समैन। या मन रखिए। चलतु या विषय में डिटेल आपण कही रखुची। इंडिया आउ साउथ अफ्रीका मध्य खेल होता फाइनाल खेलटी पिला माने कोठी होता ना डॉक्टर पाटिल स्टाडियम मुंबई रे होता। या मन रखिए। इंडिया और श्रीलंका या होस्ट करुला। इंडिया प्रथम बैटिंग करी 7 विकेट विनिमय 298 रन को संग्रह करते। तापर साउथ अफ्रीका बैटिंग कला 246 रन रे ऑल आउट हो गला। बुझीगला कि नहीं? आउ कौन पचार ना प्लेयर ऑफ द मैच पचार किए ना साफाली वर्मा। या मन रखिए। आउ प्लेयर ऑफ द टूर्नामेंट यहाँ पचार किए हो ना दीप्ति शर्मा। या मन रखिए। बहुत भल विकेट नहीं सी 5टी पाखापाखि विकेट नहीं है। आउ साउथ अफ्रीका वाला पाखापाखि 43 ओवर समथिंग मोर एक्यूरेट मन पड़ना डाटा से पाखापाखि से ऑल आउट हो जाते। मन रहा पिला माने? तेणुक 2025 ओमेन्स क्रिकेट वर्ल्ड कप आपण इंपोर्टेंट स्पोर्ट्स रिलेटेड प्रश्न पिला माने। बुझीगला?
नेक्स्ट देखिबा नंबर 10 व्हाई कोस्टल लोकेशंस टिपिकली हैव लेस फ्लक्चुएशन इन टेम्परेचर देन इन लैंड एरिया। ता माने लैंड एरिया रे आ कोस्टल एरिया रे दीटार एरिया रो कंपैरिजन कहूची कहीं ना लैंड एरिया रे जेमिति टेम्परेचर हठात अप डाउन हो जाए सेमितिया कोस्टल लोकेशन रे कहीं हुए नहीं। यार कारण कौन पचारछि यार छोटिया मोटिया कारण हो थर्माल इनर्सिया पिला माने मन रखिबे थर्माल इनर्सिया हो याकू जदि आम बेसिकाली देखा ताले कौन हम ना जो कोस्टल एरिया रही है कोस्टल सिटी रही है कोस्टल लोकेशन रही है से गुड़ा कौन होता है ना हिट को सी कौन करे ना धीरे 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 एब्जर्व करे और धीरे धीरे एमिट करे। किंतु इनलैंड एरिया मानक कौन हुए ना बहुत जोरे कौन करे ना एब्जर्व करे एमिट करे बहुत स्लो रे। तेणुक आमर यही कॉन्सेप्ट को लेकर बहुत सारा प्रश्न हो पारे जमीतिका दिल्ली कहीं अधिका गरम एज कंपेयर टू मुंबई बुझीपारे ना पिला माने। तेणुक मुंबई हूँ गोटे कोस्टाल सिटी दिल्ली हूँ गोटे इनलैंड सिटी सेमितिका आम ओडिशार मध्य प्रश्न पचारे ना कौन पचार ना पुरी पचारे और राउरकेला पचार ना पुरी पचार ना बारिपदा पचार है पुरी पचार ना संबलपुर पचार यही टाइप प्रश्न आपण मानकर आसे यही बेसिक कॉन्सेप्ट को यूज करी। तेणुक तार कॉन्सेप्ट समान गोटे ही रही थाए ताकू विभिन्न प्रकार टर्न करी क्वेश्चन को पचारि थाए है बुझीगला पिला माने। चलतु आम बर्तमान देखा नंबर 11 MS वर्ड MS एक्सेल पावर पॉइंट यार प्रैक्टिकल बेस क्वेश्चन आसूची पिला माने। आउ कौन पचार ना रैम रो फुल फॉर्म पचार रैंडम एक्सेस मेमोरी। तेणुक कंप्यूटर प्रैक्टिकल बेस प्रश्न को निश्चय देखिक जीवे पिला माने। एबे देखिबा ओडिया सेक्शन को ओडिया रे अनुच्छेद 5टी प्रश्न प्रत्येक शिफ्ट आसुची पिला माने सेमितिका अनुवाद प्रत्येक शिफ्ट रे ओडिया टू इंग्लिश और इंग्लिश टू ओडिया दुई दुईटी लेखा आसूची पिला माने। तेणु ताकू निश्चय प्रैक्टिस करिवे। रूढ़ी आसूची रूढ़ी लोकवाणी गोटे गोटे आसूची अव्ययर मध्य आसतिला फिल इन द ब्लैंक्स प्रश्न आसतिला तेणु ताकू पढ़िकरी जिवे। एबे आसंतु इंग्लिश सेक्शन को देखिबा इंग्लिश रे एंटोनिम्स सिनोनिम्स सिंगल वर्ड इडियम फ्रेज एगुड़ा आसूची एक्टिव वॉइस पैसिव वॉइस डायरेक्ट स्पीच इनडायरेक्ट स्पीच पैसेज पिला माने प्रत्येक शिफ्ट रे 5टी प्रश्न आसूची ट्रांसलेशन मध्य आसीथिला। तेणुक इंग्लिश रो ए सब टॉपिक को निश्चय पढ़िकरी जिवे। सेहीपरि आम देखा रिजनिंग सेक्शन रिजनिंग रो ब्लड रिलेशन सिटिंग अरेंजमेंट कोडिंग डिकोडिंग डायरेक्शन सीरीज ये प्रश्न प्रत्येक शिफ्ट जमी आसूची ए शिफ्ट सेम टू सेम प्रश्न रोची है केवल सीरीज रो चेंज होता है कौ शिफ्ट आसते आपर अल्फाबेट सीरीज तो कौ शिफ्ट आसते आपर नंबर सीरीज या मन रखिए। आउ सिटिंग अरेंजमेंट रो कौ थर आसो सर्कुलर रो कौ थर आसो लिनियर रो एतिक ही आसे आमती किसी ना है। चलतु एवं आम देखा मैथमेटिक्स सेक्शन को मैथमेटिक्स रो रेशियो रो प्रश्न आसला 2टी प्रश्न आसला रंबस रो प्रश्न आसला पिला माने परसेंटेज रो प्रश्न आसला टाइम एंड वर्क CISI रो गोटे गोटे लेखा आसूची लॉस प्रॉफिट रो गोटे प्रश्न आसला सिंप्लिफिकेशन रो गोटे प्रश्न आसीथिला। आ रैम कथा मु पूर्वरु कहली रैंडम एक्सेस मेमोरी फुल फॉर्म टी पचारथिला बुझिला। तेणुक मु जो गुड़ा को एनालिसिस करूची एक्स्ट्रा फैक्ट गुड़ा कौन कहूची ताकू निश्चय नोट करंतु ध्यान देकी शुणंतु आ प्रत्येक दिन ये टाइप रो एनालिसिस देखंतु नो डाउट आपण मानकर एग्जाम निश्चय भलो रहिबो पिला माने। आउ एनालिसिस देखापी हेले चैनल टी को सब्सक्राइब करेंगे ता सहित बेल आइकन रो ऑल नोटिफिकेशन ऑन करदेवे वीडियो को लाइक करेंगे सांग निकट को शेयर करेंगे मतामत देवाक जमा भूलें। धन्यवाद।